ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। निगमकल्पतरुर्गलितं फलं सुखमुखादमृतद्रवसंयुक्तं पिबत भागवतं रसमालय मुहुरहो रसिका भुवि भावुकाः। तृतीयोऽध्याय। श्रीसुतोवाच। सुतगहन्ति शुद्धचित्ते हरसे मुनि गग्रते। शुण सकल मुनि जाने हरिचरित सावधाने। सृष्टिर काले से मुरारी महापुरुष रूपधारी। महतत्वादि अंगे पशि विराट रूपे ब्रह्मराशि। कौलासेव ईषोडश अनादि परम पुरुष। बुद्धि चेतना अहंकार मन अंतरिक्ष समीर अनल जल वसुमती पंच इंद्रिय जहा चिंती। जीव परमय षोडश ए आदि सृष्टि उपदेश। से सृष्टि संगे इच्छा करी जले जोग निद्रा विस्तारी। तनाभि कमलु कमल प्रकाशी आच्छादिला जल। ब्रह्मा होइले तहु जात से प्रजापतिंकर नाथ। तार शरीर सृष्टि लोक प्रकाश होइले अनेक। से तत्व से शुद्ध तत्व विश्वरूप जार भियाण मोहकल्प। अनेक चक्षुद्वारे भरी से विश्वरूपे ब्रह्मचारी। सहस्रपाद उरुभुज शिरवदन नासा तेज। सहस्र लोचन श्रवण वसन कुंडल भूषण। मणिकुंडल झटकांति दिशन्ति अति रूपकांति। से सृष्टि मध्ये मायाधर करई जेते अवतार। तांकर मूल विजय जगते ब्रह्म जे बोलाई। जार अंशासर बले गगन पृथ्वी पाताले देव मनुष्य पशु आदि निगम गोचर संपादी। प्रथमे कुमार वयस सृष्टि उदय उपवेश। दुस्तर ब्रह्मचर्य प्रति तपसा साधिले दृढ़ चित्ते। द्वितीय सृष्टिर आगमे साधिले यज्ञेश्वर नामे। पूर्व प्रलय काल बले मोहि जेतिला रसा तले। ताकु उद्धरे नरहरि तक्षणे काल रूप धरी उद्धरी जले बसाइला। बराह कल्प बुलाइला। तृतीय ऋषि संगे हरि नारद ऋषि रूप धरी। विष्णु भक्त जन हिते निष्काम भाव उपगते। विष्णु भक्त जन हिते निष्काम भाव उपगते। चतुर्थे जन्म वेद कांडे धर्म उद्देश्य कर्म कांडे। से रूपे नर नारायण सृजिले धर्म आचरण। तपसाधिले दृढ़ चित्ते सृष्टि कल्पने अविरते। पंचमे सिद्धि अवतारे जन्मिले कदर्मर घरे। नाम से कपिल बोलाई पिता माता को ज्ञान कही। षष्ठ सर्गरे नरहरि अत्रि वंशरे अवतरी। अनेक शास्त्र अनेक ज्ञान शास्त्र कल्पे जन्मिले दत्तात्रेय रूपे। सप्तमे ऋषि वीर्य सप्तमे रुचि ऋषि वीर्ये। सप्तमे रुचि ऋषि वीर्ये जन्मिले
କ୍ଷୀର ଗର୍ଭେ ରୂପ ଯଜ୍ଞ ଅବତାର ପାଳିଲେ ସ୍ୱୟଂ ଭୁବଙ୍କର। ଅଷ୍ଟମୀ ନାଭି ଗୃହେ ଜାତ ଋଷଭ ମେରୁଦେବୀ ସୁତ କଠୋର ଅତି ତପ କଲେ ଜ୍ଞାନୀକୁ ପଥ ଦେଖାଇଲେ। ନବମେ ପୃଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରୀ କ୍ଷୀଣା କ୍ଷୀରେ ଧରଣୀ କରି ସମ ନାମ ବହିଲେ ଉଷତମ। ଦଶମେ ମତ୍ସ୍ୟ ରୂପ ହୋଇ ନାଦେ ଔଷଧି ବୀଜ ବହି ପ୍ରଳୟ ଜଳେ ବିହରିଲା ରବି କୁମରକୁ ରଖିଲା। ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର ଇନ୍ଦ୍ରିୟ ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ କପଟ କୁର୍ମ ରୂପ ହୋଇ ମନ୍ଦର ଗିରି ପୃଷ୍ଠେ ବହି। ଦ୍ୱାଦଶ ସର୍ଗ ବିଶ୍ୱ ରୂପେ ଜନ୍ମିଲା ଧନନ୍ତରୀ ରୂପେ ଅମୃତ କ୍ଷୀରାର୍ଣ୍ଣବ ଆଣି ଦେବଙ୍କୁ ପିଆଇଲେ ପୁଣି ମୋହିନୀ ରୂପ। ତ୍ରୟୋଦଶ ଅସୁର ମୋହେ କାମ ବସେ ଚତୁର୍ଦ୍ଦଶେ ନୃସିଂହ ବପୁ ବିଦାରେ ହିରଣ୍ୟକଶ୍ୟପୁ। ବାମନ ରୂପେ ପଞ୍ଚଦଶେ ବଳିକୁ ଛଳିଲେ ବିଶ୍ୱାସ। ଷୋଡ଼ଶେ ଅବତାର ହରି ପରଶୁରାମ ରୂପ ଧରି ପିତାଙ୍କ ବଦ୍ଧ ଅହଙ୍କାରେ ଧରଣୀ ଏକବିଂଶ ଆରେ ଭ୍ରମିଲେ ମହାକୋପା ନଳେ ରାଜାଙ୍କୁ ଧରି ବାହୁ ବଳେ। ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୂର୍ଣ୍ଣ କଲେ କୁଣ୍ଡ ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ। ସପ୍ତଦଶରେ ସୁର କାର୍ଯ୍ୟ ଜନ୍ମିଲେ ପରାଶର ବୀର୍ଯ୍ୟ ନିଗମ ବୃକ୍ଷ ଥିଲା ଏକା ବିଚାରି କଲା ଶତ ଶାଖା ପ୍ରାଣିକ ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ଜଳଦି ବାନ୍ଧି ସୀତା ଚଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ ରାବଣ ମାରି ଦେବ କାର୍ଯ୍ୟ ଧର୍ମ ସ୍ଥାପିଲେ ରାଜ୍ୟ ঊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି କୃଷ୍ଣ ଶରୀର ରାମ ତୁଲେ ଅବନି ଭାରା ନିବାରିଲେ କଳିଆ ଗମେ ଭାବଗ୍ରାହୀ ପାଷଣ୍ଡ ଜନମନ ମୋହି ବୁଦ୍ଧ ନାମରେ ଦ୍ୱିଜ ଘରେ ଜନ୍ମିଲେ କିକଟ ନଗରେ ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିଲେ ଅସୁରଙ୍କ ମନ। ହେମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ଋଷିକେଶ ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖିଏ ଜଗତେ ନିର୍ଦୟ ହୃଦୟ ପ୍ରଜା ମାରି ଧନ ଜୀବନ ନିତ୍ୟ ହରି ସେ କବେ ବିଷ୍ଣୁ ସାଗରେ ଜନ୍ମିବେ କଳ୍କି ଅବତାରେ। ମନରୁ ଅତି ବଳବନ୍ତ ସ୍ୱାରୋହୀ ଜଗନ୍ନାଥ ସୁନନ୍ଦ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି ଅଳ୍ପ ପ୍ରଜାଜନ ଶେଷ ଦୟାରେ ଲଭିବେ ଆଶ୍ୱାସ। ସେ ସତ୍ୟନିଧି ମାୟାଧର ଅସଂଖ୍ୟ କରେ ଅବତାର ଯଥା ଅକ୍ଷୟ ହ୍ରଦ ଦେହେ ସହସ୍ର କ୍ଷୁଦ୍ର ନଦୀ ବହେ। ଋଷି ଦେବତା ମନୁ ରାଜା ଯେ ମନ ପୁତ୍ରେ ମହାତେଜା ଏ ଆଦି ଯେତେ ପ୍ରଜାପତି ବିଷ୍ଣୁର ଅଂଶେ ଜନ୍ମ ହୁଅନ୍ତି କେ ଅଂଶେ କେତେ କଳା ହୋଇ ବିଭୂତି ଗୁଣ କିଏ ଜନ୍ମ ଏଇ ସକଳ ଅବତାର ସାର କିଏ ବା ଦେବା ପଟାନ୍ତର ନିଜ ମୁରତି ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର। ଏମନ୍ତେ ନାନା ରୂପ ଧରେ ସେ ହରି ସଂସାର ବିହରେ ଦୁଷ୍ଟଙ୍କ ବଳ ତେଜେ ହରି ସଂସାର ରଖେ ନର ହରି। ବିଷ୍ଣୁଙ୍କ ଜନ୍ମ କର୍ମ ବାଣୀ ଯେହା ଯତ୍ରେ ନିତ୍ୟ ଶୁଣି ରାତ୍ର ଦିବସ ମଧ୍ୟ ଯେବେ କାଳ ବଞ୍ଚଇ କୃଷ୍ଣ ଭାବେ ସେ ଦୁଃଖ ସଙ୍କଟ ତରନ୍ତି ଜନ୍ମ ମରଣ ନାହିଁ ଭ୍ରାନ୍ତି। ବିଷ୍ଣୁ ଜନ୍ମଇ ଜନ ହିତେ ମନ୍ତେ ନାନା ରୂପ ଯେତେ ସ୍ୱଭାବେ ରୂପ ଯାର ନାହିଁ ନିର୍ଲେପ ନିରଞ୍ଜନ ସେହି ମାୟାରେ ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ ଯେ ସନେ ମେଘ ଶୂନ୍ୟ ଥାଏ ଗଗନେ ଧୂଳି ଯେ ଉଡ଼ଇ ତାହାକୁ ତୁଷ୍ଟି ଊର୍ଦ୍ଧ୍ୱେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ତାହାକୁ ବୋଲି ଜ୍ଞାନହୀନ ଏବେ ହୋ ଶୁଣ ମୁନି ଜନ। ସ୍ୱଭାବେ ଦୃଶ୍ୟ ବର୍ଣ୍ଣ ନୁହେଁ ଗୁଣ ଆବରି ଦେହ ଭୟ ଏଣୁ ଏ ଜୀବ ରୂପ ଭଇ ଜନ୍ମ ମରଣ କତେ ଥାଇ ସମ ରୂପ ଅସେତେ ସମ୍ଭବ ବିଷ୍ଣୁ ମାୟା ଗ୍ରସ୍ତେ ଆତ୍ମାର କଳ୍ପିତ ଈଶ୍ୱର ଏତ ହୁଁ ବ୍ରହ୍ମାର ବିଚାର ମାୟା ମିଶ୍ରିତ ପ୍ରାଣୀ ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି। ଏମନ୍ତେ ଜନ୍ମ କର୍ମ ଯେତେ ବିଚାରି କରି ବେଦ ମତେ କହନ୍ତି ଯେତେ ମୁନି ଧ୍ୟାନେ ଏ ନ ଘଟଇ ଅନୁମାନେ ପରମାନନ୍ଦ ରୂପ ଚିତ ଯେବେ ସେ ହୋଇ ମିଶ୍ରିତ ତେବେ ସମତ ବ୍ରହ୍ମ ଜ୍ଞାନ ଜାଣେ ତତ୍ତ୍ୱ ଜ୍ଞାନୀ ଜନ ଯାହା ତାହାର ଜନ୍ମ କର୍ମ ନାହିଁ ବେଦର ଗୁପ୍ତ ତତ୍ତ୍ୱ ସେହି ତାହାଙ୍କ ଜନ୍ମ କର୍ମ ଭାବେ କବି ବର୍ଣ୍ଣନ୍ତି ସ୍ୱଭାବେ ଜନ୍ମ ଯାର ନାହିଁ ବିଚାର କରିବ ସେ କାହିଁ ଅମହଲୀଳା ନର ହରି ଆତ୍ମାରେ ବିଷ୍ଣୁ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ତାହାକୁ ଅନ୍ତେ ସେ ବକ୍ଷଇ ପ୍ରାଣୀଙ୍କ ମଧ୍ୟରେ ଆତ୍ମା ତନ୍ତ୍ରେ ଷଡ଼ ବର୍ଗ ଯେ ଭୋଗ ନିତ୍ୟ ଏଣୁ ଈଶ୍ୱର ସେ ବୋଲାଇ କିସ ଉପମା ଦେବା ମୁହିଁ। ଈଶ୍ୱର ଲୀଳା କର୍ମ ଯେତେ କେ ଜାଣି ପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ଗୁଣଗ୍ରାମ ନଟ ଯେସନେ ମାୟା କରି ମୋହି କୁହୁକ ବିସ୍ତାରୀ ଅଜ୍ଞାନୀ ଜାଣିବ କି ତାହା ଦୁରାଧିଗମ୍ୟ ବିଷ୍ଣୁ ମାୟା।
ଏ କାଳ ଚକ୍ର ଯାର ହସ୍ତ କେ ଜାଣି ପାରେ ତାର ଗ୍ରସ୍ତ ସେ ହରି ପାପ ପଦ୍ମ ବନ୍ଧ ଯେ ନିତ୍ୟ ପ୍ରେମ କରନ୍ଦ ହିଂସା କପଟ ଦୂରେ ତେଜି ସର୍ବାନୁକୂଳେ କୃଷ୍ଣ ଭଜି ଭକତ ଭାବେଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି ଧନ୍ୟ ଜୀବନ ତାହାଙ୍କର ସେ ହରି ଚରଣେ କିଙ୍କର ସର୍ବାତ୍ମାକୁ ଆତ୍ମଭାବ ଭଜନ୍ତି ନିତ୍ୟ ବାସୁଦେବ सर्वात्मा को आत्मा भावे भजन्ति नित्य वासुदेवे मन्ते भावे जे भजई ए माया ताको न लागई ए जे पुराण भागवत निर्मल पद ब्रह्मतत्व कृष्णर चरित प्रशंसी प्रकाश कले ब्रह्म ऋषि जीवर मुख्य फल अर्थे धन्य मंगल जगते सर्व निगम इतिहास सार उद्धरि मन तोषे आत्मज्ञानी मध्य सार जे सुख रूपे अवतार ताहांको भागवत दीक्षा देहि कइले आत्मशिक्षा से पुणी परीक्षित आगे कहले आत्मा अनुरागे ब्राह्मण सापे से विकले निवास करी गंगा कूले परम ऋषि मिले थाई कृष्ण चरणे मन दे भागवत रस शुणी तरिला भव तरंगिणी से कृष्ण लीला कार्य लाभे निज भुवन पुणी जीवे संग देखनी धर्म ज्ञान निज शरीर हेवलीन ए कली जुगे जेते नर पड़िबे माया अंधकारे ए कली जुगे जेते नरे पड़िबे माया अंधकारे ताहांकु तप न उदित होइब भावे भागवत राजा संगते गंगा तटे अनेक ऋषि संगते भागवत तत्ववाणी शुक मुनि मुख शुणी जानिले शुक अनुरागे एबे कहिली तुम्भ आगे कहई दास जगन्नाथ सुजन हिते भागवत ए भावे चिंतन हरि घोर संसार जीव तरी इति श्रीमद् भागवते महापुराणे परमहंस संहितायां वैशिक्यां प्रथम स्कंदे नमेशोपाख्याने जन्मगुह्य नाम तृतीय अध्यायः।